डालिया गछर बहुत प्रकार भेराइटी अच्छी। तो एटा मोर हाइब्रिड भेराइटी आसिबो। तो हाइब्रिड रो एटा मिनी डालिया कहती। तो ये मिनी डालिया गछर ग्रोथ भी बहुत बढ़िया अच्छे, जोटा बड़ डालिया भी लगे 5 ରୁ 6ଟା भलिया गछ। आ मिनी डालिया गोटे गछ मते मिलिला 15 टंकारे। तो ये गछटा होची 20 ରୁ 25 टଙ୍କା भितर ये गछ मिलुची, किंतु बहुत छोट जेहेतु थिला 15 टंकारे पाइगली। तो ये गछर फूल बहुत छोट छोट आसिबो, किंतु बहुत सारा फूल फुटिबो। ତା ସହିତ ଏଇ ଗଛର ଭଲ କଥା ହେଲା ଗଛକୁ ବହୁତ ଛୋଟ ସ୍ପେସ୍ ଦରକାର, ଯେମିତି ବହୁତ ଛୋଟ କୁଣ୍ଡରେ ଏଇ ଗଛ ଗ୍ରୋ ହେଇଯିବ ଆରାମସେ। ତା ସହିତ ବଡ଼ ଯେତେ ଡାଲିଆ ଲଗେଇବେ ତାର ରୁଟ୍ ଯେହେତୁ ଅଧିକ ଡେଭଲପ୍ ହେଇଥାଏ, ବଡ଼ ଡାଲିଆର ରୁଟ୍ ବି ଟିକେ ମୋଟା ଆସେ, ଯୋଉଥିପାଇଁ ତାକୁ ଅଧିକ ସ୍ପେସ୍ ଦରକାର, ଅଧିକ ମାଟି ଦରକାର ଆଉ ଅଧିକ ବଡ଼ କୁଣ୍ଡ ବି ଦରକାର। କିନ୍ତୁ ଏଇ ମିନି ଡାଲିଆ ପାଇଁ ୟାର ଚେର ଯେହେତୁ ବହୁତ ସରୁ ଆଉ ୟାର ରୁଟ୍ ଡେଭଲପ୍ ବି ସେତେ ସଫିସିଏଣ୍ଟ ହେଇନଥାଏ, ବହୁତ ହି କମ୍ ହେଇଥାଏ, ସ୍ଲୋରେ ରୁଟ୍ ଡେଭଲପ୍ ହେଇଥାଏ। ତ ଏଇ ମିନି ଡାଲିଆ ଗଛର ରୁଟ୍ ଯେହେତୁ ବହୁତ ସ୍ଲୋରେ ଗ୍ରୋ କରେ ଆଉ ରୁଟ୍ ଗୁଡ଼ାକ ବହୁତ ପତଳା ଆସେ, ତ ସେଥିପାଇଁ ୟାକୁ ଛୋଟ କୁଣ୍ଡ ଲଗାଇଲେ ବି ମଧ୍ୟ ଇଏ ଆଡ଼ଜଷ୍ଟ କରିନିଏ ଆଉ ତା ସହିତ ଗ୍ରୋଥ୍ ବି ବହୁତ ବଢ଼ିଆ ଆସେ। ତ ଏବେ ଜାଣିବ ଗଛର ଗ୍ରୋଥ୍ ପାଇଁ କ'ଣ କରିବେ। ଗଛର ଗ୍ରୋଥ୍ ପାଇଁ ଗଛର ପ୍ରଥମେ ତାର ମୂଳ ପତ୍ର ବା ବୁଢ଼ା ପତ୍ର ଏଇଭଳିଆ ଗୋଟି ଗୋଟିଆ ପତ୍ର ଯୋଉଗୁଡ଼ାକ ଦେଖିବେ ସେଗୁଡ଼ାକ କାଟିକି ବାହାର କରିବେ। ଡାଲିଆର ଯେତେବେଳେ 3ଟିଆ ପତ୍ର ବାହାରିବା ଆରମ୍ଭ କରିବ ନା, ସେତେବେଳେ ଗୋଟି ଗୋଟିକା ପତ୍ରକୁ ସବୁ କାଟିକି ଲଣ୍ଡା କରିଦେବେ। କାରଣ ଗୋଟିକିଆ ପତ୍ର ଗୁଡ଼ାକ ତାର ବୁଢ଼ା ପତ୍ର ବା ପାକଳ ପତ୍ର ବା ବେବି ଲିଫ୍ କୁହନ୍ତି, ଯାହା ଗଛକୁ ଗ୍ରୋଥ୍ କରିବାକୁ ଜମାରୁ ବି ଦବନି ଆଉ ଗଛର ମୂଳକୁ ବି ମଧ୍ୟ ସନଲାଇଟ୍ ପ୍ରୋଭାଇଡ୍ କରିବାକୁ ଜମାରୁ ବି ଦବନି। ଆଉ ତା ସହିତ ଗଛ ଅଧିକ ଘଞ୍ଚ ରହିଲେ ବି ମଧ୍ୟ ଗଛରେ ଜଉଆ ପୋକ ମଧ୍ୟ ଲାଗିବେ। ତ ସେଥିପାଇଁ ମିନି ଡାଲିଆ ବା ବଡ଼ ଡାଲିଆ ଗଛର ଯେତେ ପତ୍ର ଫ୍ରି କରିବେ, ଯେମିତି ପତ୍ରକୁ କାଟିକିରି ତାର ମୂଳକୁ ଯେମିତି ଟିକେ ସନଲାଇଟ୍ ପ୍ରୋଭାଇଡ୍ କରିବାକୁ ହେଲ୍ପ କରିବେ। ତାପରେ ଗଛକୁ ମୁଁ ଏଠି କୁଡ଼ା ଖୁସା କରିଦେଇଛି। ଗଛ କୁଡ଼ା ଖୁସା କରିକିରି ଗଛରେ ଦେବି ଏବେ ଗୋଟେ ବଢ଼ିଆ ପାଉଡରଟେ, ଯୋଉଥିରେ ମୋର ମିନି ଡାଲିଆ ଗଛର ଗ୍ରୋଥ୍ ତ ଆହୁରି ବହୁତ ବଢ଼ିଆ ଆସିବ। ଯୋଉ ନୂଆ ନୂଆ କୁଆଁ ବାହାରୁଛି ସିଏ ବି ବଢ଼ିଆ ଇମ୍ପ୍ରୁଭ୍ କରିବ। ତା ସହିତ ଫୁଲ ବି ବହୁତ ଜଲ୍ଦି ଆସିବ। ତ ସେଥିପାଇଁ ମୁଁ ଏଠି ବ୍ୟବହାର କରିଛି ମୋର ନିମ୍ବ ପିଡ଼ିଆ। ତ ଆପଣ ଏଠି ନିମ୍ବ ପିଡ଼ିଆ ନହେଲେ ସୋରିଷ ପିଡ଼ିଆ ବି ମଧ୍ୟ ନେଇପାରିବେ। ତ ଏଠି ମାତ୍ର ଗୋଟେ କି 2 ପିସ୍ ଭଳିଆ ନେବେ। ତ ନେଇକି ତାକୁ ଗୁଣ୍ଡ କରିକି ଗୋଟେ ପାଉଡର ବନେଇକି ତା ଦେହରେ ଆଡ୍ କରିବେ। ଏଇଭଳିଆ ଗଛରେ ଆପଣ ହଉଛି ଡାଇରେକ୍ଟ ଦେଇପାରିବେ ଏଇ ପିଡ଼ିଆକୁ, ନହେଲେ ଆପଣ ଗୋଟେ ଫର୍ଟିଲାଇଜର ବନେଇକି ବି ଦେଇପାରିବେ। କିନ୍ତୁ ଫର୍ଟିଲାଇଜରଟା ବନେଇକି ଦେଲେ ସେଟା ଜଲ୍ଦି କାମ କରେ ସତ, କିନ୍ତୁ ସେ ଲିକ୍ୱିଡଟା ହଉଛି ରୁଟ୍ ଯାଏ ପହଞ୍ଚିଯାଏ ସଙ୍ଗେ ସଙ୍ଗେ, ଯାହା ରୁଟ୍‌କୁ ଅଧିକା ଗରମ କରିଦିଏ। କିନ୍ତୁ ଏଇ ପାଉଡରଟା ଏମିତି ଭାବରେ ଦେଲେ ନା, ଏଇଟା ଧୀରେ ଧୀରେ ମେଲ୍ଟ ହୁଏ, ଧୀରେ ଧୀରେ ଫୁଲେ, ଫୁଲିକି ଧୀରେ ଧୀରେ କାମ ଦିଏ। ଗଛର ରୁଟ୍‌କୁ ଧୀରେ ଧୀରେ ତାର ଭିଟାମିନଟା ପହଞ୍ଚାଏ। ଯୋଉଥିପାଇଁ ଗଛକୁ ଟିକେ ସମୟ ଲାଗିବ ଗ୍ରୋଥ୍ ହବାକୁ, ଫୁଲ ଆସିବାକୁ, କିନ୍ତୁ ବଢ଼ିଆ କାମ ଦିଏ। କିନ୍ତୁ ଗଛର ଚେର ଉପରେ କିଛି ଇଫେକ୍ଟ ପକେଇବନି। ତ ଏମିତି ଭାବରେ ପକେଇ ଦେଇକିରି ଗଛରେ ଏବେ ପାଣି ଦେଇଦବା। ତ ଆପଣ ବି ମଧ୍ୟ ଡାଲିଆ ଗଛ ଲଗଉଥିଲେ ଏମିତି ଭାବରେ ଦିଅନ୍ତୁ। ଦେଖିବେ ଆପଣଙ୍କ ଡାଲିଆ ଗଛରେ ବହୁତ କମ୍ ଦିନରେ ଫୁଲ ଆସିବ ଆଉ